जय जगन्नाथ फ्रेंड। राति पाहिले प्रथमाष्टमी किभଳି पालन କରାଯାଉଛି ଆଉ କ'ଣ କ'ଣ ଆମେ କରୁଛୁ ଏ ବ୍ଲଗ୍ସ ଦ୍ୱାରା ଜାଣିବେ। ପ୍ରଥମାଷ୍ଟମୀରେ ଯେଉଁ ହଳଦୀ ପିଠା ହୁଏ ତାହା ଆମେ ଗୋଟେ ଦିନ ଆଗରୁ ବିରି ଚାଉଳ ବତୁରାଇ ଦେବୁ। ବିରି ମନେକର ଯେଉଁ 100 ଗ୍ରାମ ଯଦି ହେଲା ତ ଚାଉଳ 150 ଗ୍ରାମ, ତାକୁ ଆମେ ଗୋଟେ ଦୁଇଟାରେ ଆମେ ବତୁରାଇ ଦେଇଥିଲୁ। ଆଉ ବର୍ତ୍ତମାନ ରାତିରେ ଆମେ ତାକୁ ବାଟିବା, ଭଲ ଭାବରେ ଧୋଇକିରି ଗ୍ରାଇଣ୍ଡର ସାହାଯ୍ୟରେ ଆମେ ଏହାକୁ ବାଟିକିରି ବାଟି ସାରିଲା ପରେ ଆମେ ଢାଙ୍କୁଣୀ ଦେଇକିରି ଘୋଡ଼େଇକିରି 3-4 ଘଣ୍ଟା ପର୍ଯ୍ୟନ୍ତ ଆମେ ରଖିଦେବା। ବର୍ତ୍ତମାନ ବଟା ଚାଲିଛି। ବଟା ଆମର ହେଇଗଲାଣି, ଆମେ 3-4 ଘଣ୍ଟା ପାଇଁ ରଖିଦେବା। ବର୍ତ୍ତମାନ 3-4 ଘଣ୍ଟା ହେଇଗଲାଣି। ଆମର ଯେଉଁ ଗ୍ରାଇଣ୍ଡର ହେଇଥିଲା ଚାଉଳ ବିରି ବଟା ସେ ଫୁଲି ଯାଇଛି। ଆଉ ତା ବର୍ତ୍ତମାନ ଆମେ ହଳଦୀ ପତ୍ର ଆଉ କୋକୋନଟ୍ ସବୁ ଆଣିବା। କୋକୋନଟ୍କୁ ଆମେ କୋରିଦେବା, ଆଉ ହଳଦୀ ପତ୍ରକୁ ଭଲ ଭାବରେ ସାଇଜ୍ କରିକିରି ଛୁରୀ ସାହାଯ୍ୟରେ କିମ୍ବା କଇଁଚି ସାହାଯ୍ୟରେ ତାକୁ ଭଲ ଭାବରେ ସାଇଜ୍ କରି ଆମେ କାଟିକି ରଖିଦେବା। ଆମର ହଳଦୀ ପତ୍ର ଏଇଭଳି ଭାବରେ ଭଲ ଭାବରେ କାଟିଦେବା। କାଟି ସାରିଲା ପରେ ଆମେ ଧୋଇଦେବା, ଭଲ ଭାବରେ ପାଣିରେ ଧୋଇଦେବା। ତାପରେ ମୁଁ ସବୁ ପତ୍ରକୁ ଧୁଆଇ ସାରିଲାଣି। ତାପରେ ଆମର ଯେଉଁ ବଟା ହେଇଥିବା ବିରି ଚାଉଳ ସେଥିରେ ଆମେ ଲୁଣ ମିଶାଇବା। ବର୍ତ୍ତମାନ ମୋର ଯେଉଁ 2ଟି ହାଣ୍ଡି ଦେଖାହେଉଛି, ଗୋଟାରେ ହେଉଛି ହଳଦୀ ପିଠା ହେବା ପାଇଁ ତା'ର ଆଣ ଅଲଗା, ଆଉ ଗୋଟେରେ ଚକୁଳି ଯେଉଁ ତା'ର ବି ଆଣ ଅଲଗା, କାରଣ ସେଥିରେ ବିରି ଚାଉଳ ମାପଟା ଅଲଗା ଥାଏ। ଆମର ଯେଉଁ ହଳଦୀ ପତ୍ରର ଯେଉଁ ପିଠାଟା ହୁଏ ସେଥିରେ ବିରି ମନେକର ଯେଉଁ 100 ଗ୍ରାମ ହେଲା, ଚାଉଳ 150 ଗ୍ରାମ। ଆଉ ଯେଉଁ ଚକୁଳିରେ ବିରି ଯଦି 100 ଗ୍ରାମ ହେଲା ତ 300 ଗ୍ରାମ ଚାଉଳ। ସେଥିପାଇଁ ଭାଗ ମାପ ସବୁ ଅଲଗା ଥାଏ, ସେଥିପାଇଁ ମୁଁ ଅଲଗା ହାଣ୍ଡି କରିଛି। ବର୍ତ୍ତମାନ ଆମେ ପୁର ବନେଇବା। ଚିନିରେ ବନେଇ ପାରିବା, ଗୁଡ଼ରେ ବନେଇ ପାରିବା। ମୋ ପାଖରେ ଚିନି ଥିଲା, ଗୁଡ଼ ଆଭେଲେବଲ୍ ନଥିଲା, ତ ଆଉ କୋକୋନଟ୍ କୋରା। ତାପରେ ସେଇଟାକୁ ଆମେ ଗ୍ୟାସ୍ ଚୁଲା ସାହାଯ୍ୟରେ ବସେଇବା। ତାପରେ ଆମେ ଘାଣ୍ଟିବା। ଘାଣ୍ଟି ସାରିଲା ପରେ ଅଳେଇଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଅଳେଇଚ ଗୁଣ୍ଡ ପକାଇବା, ଆଉ ଗୋଲମରିଚ ଗୁଣ୍ଡ ବି ପକାଇ ପାରିବା। ଆମର ପୁର ପ୍ରସ୍ତୁତ ହେଇଗଲା। ତାପରେ ଆମର ଇଟିଲି ଛାଞ୍ଚ ବସାଇଦେବା, ପାଣି ଗରମ କରିଦେବା, ସେଥିରେ ଛାଞ୍ଚ ରଖିଦେବା। ତାପରେ ହଳଦୀ ପତ୍ର ଯେଉଁ ଧୁଆ ହେଇକି କଟା ହେଇକି ଭଲ ଭାବରେ ରଖା ହେଇଥିଲା ସେଥିରେ ତା ଉପରେ ଆମର ବିରି ଚାଉଳ ବଟାକୁ ଭଲ ଚାମଚ ସାହାଯ୍ୟରେ ଆମେ ଏଇଭଳିଆ ଭାବରେ ପ୍ରସ୍ତୁତ କରିବା। ତା ଉପରେ ଆମେ ପୁରକୁ ଭରିବା। ପୁର ଭରି ସାରିଲା ପରେ ତା ଉପରେ ସେ ପୁରକୁ ବନ୍ଦ କରିବା ପାଇଁ ଆମେ ତା ଉପରେ ପୁଣି ବିରି ଚାଉଳ ବଟାକୁ ପକାଇବା। ତାପରେ ଆମେ ପତ୍ର ମାନେ ହଳଦୀ ପତ୍ର ଗୋଟେ ସାଇଡ଼୍ର ପକାଇଦେବା, ଭଲ ଭାବରେ ରାଉଣ୍ଡ ଭଳିଆ କରିଦେବା। କରିସାରିଲା ପରେ ତାପରେ ଆମେ ଇଟିଲି ଛାଞ୍ଚରେ ଏଇଭଳି ଭାବରେ ସବୁ ଥୋଇଦେବା। ତାପରେ 10-15 ମିନିଟ୍ ପାଇଁ ଢାଙ୍କୁଣୀ ଘୋଡ଼େଇକି ରଖିଦେବା। ତାପରେ ଆମର 10-15 ମିନିଟ୍ ହେଇଗଲା, ଆମେ ଏବେ କାଢ଼ିଦେବା। ଆମର ହଳଦୀ ପିଠା ପ୍ରସ୍ତୁତ ହେଇଗଲାଣି। ଆମେ ହେଇ ଦେଖନ୍ତୁ ମୋର ହଳଦୀ ପିଠା କେତେ ବଢ଼ିଆ ମଜା ଲାଗିଲା। ଆଉ ଆଣ ବଞ୍ଚି ଯାଇଥିଲା, ଏଇଭଳିଆ ଇଟିଲି ଛାଞ୍ଚ ଦେଇକି ତା ପୁର ଦେଇକିରି ପିଠା କରିଦେଇଛି। ଚକୁଳି ପିଠା, ହଳଦୀ ପିଠା ଆଉ ମଣ୍ଡା ପିଠା, ତାପରେ ତରକାରୀ। ତାପରେ ମୋ ପୁଅର ଯେଉଁ ଡ୍ରେସ୍ ମୁଁ 3 ହଳ ଆଣିଛି, ତାର 2ଟି ମାମୁଁ ଦେଇଥିଲେ। ଆଉ ମାମୁଁ ଘର ଯେତେ ବି ଆସୁ ପ୍ରଥମ ଛୁଆମାନେ ତ ପିଲାଙ୍କ ପାଇଁ ବାପା ମାଆଙ୍କ ତରଫରୁ ବି ଡ୍ରେସ୍ କିଣା ହେବ। ଆଉ ତାପରେ ମୁଁ ଚଉରାରେ ଛୁଇଁ ଦେଉଛି ପିଲାଙ୍କ ନୂଆ ଡ୍ରେସ୍ ଠାକୁରଙ୍କୁ କିମ୍ବା ଚଉରାକୁ ବୃନ୍ଦାବତୀ ମାଆକୁ ଛୁଇଁ ଦେଇକି ପିଲାଙ୍କୁ ପିନ୍ଧାଇ ଦେବ। ମୋ ପୁଅ ଗାଧେଇକି ଆସିକିରି ପିନ୍ଧିକିରି ନୂଆ ଡ୍ରେସ୍ ପିନ୍ଧିକି ପିଢ଼ାରେ ବସିଲା।
ତାପରେ ଆମେ ତାକୁ ବନ୍ଦାପନା କରିବା। ବନ୍ଦାପନା ପ୍ରଥମ ଛୁଆ ବନ୍ଦାପନା ହେବ। ତାପରେ ଆମର ଠାକୁରଙ୍କ ପାଇଁ ବି ନୂଆ ବସ୍ତ୍ର ମୁଁ ଆଣିଥିଲି। ଆମ ଠାକୁରମାନେ ବି ମାନେ ପରୁହାଁ ହେବେ। ଆଉ ସେ ବନ୍ଦାପନା ହେଇସାରିଲା ପରେ ଠାକୁରଙ୍କୁ ଜୁହାର ହେଲା। ଜୁହାର ହେଇସାରିଲା ପରେ ଯେଉଁ ହଳଦୀ ପିଠା ମୁଁ ପ୍ରସ୍ତୁତ କରିଥିଲି, ପ୍ରଥମେ ଠାକୁରଙ୍କୁ ଆଉ ପ୍ରଥମ ଛୁଆ ପ୍ରଥମେ ଖାଇବେ, ତାପରେ ଯାଇକରି ଘରର ଅନ୍ୟମାନେ ସମସ୍ତେ ଖାଇବେ। ତାପରେ ତାକୁ ଖାଇବାକୁ ଦେଲି, ଖୋଇଦେଲି। ଖାଇସାରିଲା ପରେ ହେଇ ଫଟୋ ଆମେ ଟିକେ ଉଠେଇ ଦେଇଛୁ କ'ଣ କ'ଣ ବନେଇଛୁ ବୋଲି, କାଳେ ଆପଣମାନେ ମିଛ ଭାବିବେ। ଦେଖନ୍ତୁ। ତାପରେ ଆମେ ମିଳିମିଶି ଖାଉଛୁ। ଆପଣମାନେ ତ ନଥିଲେ, ସେଥିପାଇଁ ମୁଁ କାହାକୁ ଡାକି ପାରିଲିନି। ଏ ଭିଡ଼ିଓ ଆମର ଦେଖିଦିଅନ୍ତୁ। ଆଉ କେତେବେଳେ ସମୟ ପାଇବେ ଆସିବେ ଖାଇବେ। ଜୟ ଜଗନ୍ନାଥ।